ଗୋଟେ ଚମତ୍କାର ହବ ସବୁ ଦିଗକୁ ବିଚାର କରିକି ଗୋପାଳପୁର ବିଚ୍ ଫେଷ୍ଟ ନିଆରା ରକମର ହବ ଏବଂ ଯେହେତୁ ଗତ ବର୍ଷ ବନ୍ଦ ହେଇଥିଲା ଲୋକଙ୍କର ଅପେକ୍ଷା ଅଛି କେବେ ହେବ ବୋଲି ଅପେକ୍ଷା ରଖିଥିଲେ ଏବଂ ଚଳିତ ବର୍ଷର ବିଚ୍ ଫେଷ୍ଟିଭାଲ ବହୁତ ସଫଳତାର ସହିତ ଧୁମଧାମ ସହିତ ବହୁ ପ୍ରତୀକ୍ଷିତ ଗୋପାଳପୁର ବିଚ୍ ଫେଷ୍ଟିଭାଲ ବହୁତ ମହା ସମାରୋହରେ ପାଳିତ ହେବ। ଆପାତତଃ ଭାବେ ଆମର 22 ତାରିଖରୁ ସ୍ଥିର ହେଇଥିଲା ତାକୁ ଆମେ ଟିକେ ରିସିଡ୍ୟୁଲ କରିଛୁ ତାକୁ 27 ରୁ 27, 28, 29, 30 27 ରେ ଉଦ୍ଘାଟନ ହେବ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଏବଂ ସମୁଦ୍ର ଆଳତି ସହିତ ଏବଂ 30 ତାରିଖ ଦିନ ସମାପନ ହେବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା। ତ ଏ ଭିତରେ ଆମର ଗଞ୍ଜାମର ଲୋକକଳା ଲୋକନୃତ୍ୟର ପରିବେଷଣର ଗୋଟେ ଭଲ ମଞ୍ଚ ରୂପେ ଯୋଉଟା ହେଇ ଆସୁଛି ସେଟା ସୁବିଧା ମିଳିବ ଏବଂ ତା ସହିତ ବାହାରୁ ମଧ୍ୟ କଳାକାରମାନଙ୍କୁ ଆମ ସଂସ୍କୃତି ଆଧାରିତ କଳାକାରମାନଙ୍କୁ ମଧ୍ୟ ଆମେ ଡାକି ଏଇଠି ପରିବେଷିତ କରିପାରିବା। ତା ସହିତ ପଲିଶ୍ରୀ ମେଳା ତା ସହିତ ଯେମିତିକି ଆମର ଆର୍ମି ଷ୍ଟେସନ ଏଇଠି ଅଛି ତାର ମଧ୍ୟ ଆମେ କଣ୍ଟାକ୍ଟ କରିଛୁ ସେମାନେ ମଧ୍ୟ ତାଙ୍କ ପ୍ରଦର୍ଶନ କରିବେ ଏବଂ ଭାରତ ବର୍ଷ ଏତେ ବେଳାଭୂମି ତାକୁ ମଧ୍ୟ ସ୍ୟାଣ୍ଡ ଆର୍ଟ ଜରିଆରେ ମଧ୍ୟ ପ୍ରଦର୍ଶିତ ହେବ। ଗୋଟେ ଚମତ୍କାର ହବ ସବୁ ଦିଗକୁ ବିଚାର କରିକିରି ଗୋପାଳପୁର ବିଚ୍ ଫେଷ୍ଟ ନିଆରା ରକମର ହବ ଏବଂ ଯେହେତୁ ଗତ ବର୍ଷ ବନ୍ଦ ହେଇଥିଲା ଲୋକଙ୍କର ଅପେକ୍ଷା ଅଛି କେବେ ହେବ ବୋଲି ଅପେକ୍ଷା ରଖିଛନ୍ତି ଏବଂ ଚଳିତ ବର୍ଷର ବିଚ୍ ଫେଷ୍ଟିଭାଲ ବହୁତ ସଫଳତାର ସହିତ ଧୁମଧାମ ସହିତ गोपालपुर बेलाभूमि महोत्सव जो टेंटेटिव डेट्स आगु अनाउंस होता है पोस्टपोन हो गोटे सप्ताह पोस्टपोन हो जनवरी 27 आरंभ हो जनवरी 30 भितर आयोजन करने निष्पत्ति निमंत्रण ऑनरेबल गवर्नर सर के ऑनरेबल चीफ मिनिस्टर सर को निमंत्रण जाइए टेंटेटिवली कन्फर्मेशन हमको मिली तो एवं मज डेट्स रे ऑनरेबल मिनिस्टर्स को आज इनविटेशन आम पठाइछु खूब शीघ्र अन्य अतिथि माने जे रहे सब विवरणी आम शीघ्र जन।